ଏଟା କୁ କୁହନ୍ତି କଣ୍ଠ ଆଳତି। କଣ୍ଠ ଦେହରେ ଯେମିତି ଆଳତିରେ ଯେମିତି ଘିଅ ଭଳିଆ ରୁହନି ଆଳତି, ପୁରା ବସି ଯାଏ, ଯୋଉଟା କି ନିଶ୍ୱାସ ବନ୍ଦ କରିଦିଏ। ଆମର ଡିପଥେରିଆ କାଲି ଯୋଉ ଘଟଣା ହେଲା, ଆମର ସିଏ ଆସିଥିଲେ 2 ଦିନ ତଳେ। ଯେତେବେଳେ ଆସିଲେ ତାର ନିଶ୍ୱାସ ପୁରା ବନ୍ଦ ହୋଇଯାଇଥିଲା। ଆମର ସ୍ପେଶାଲ ଏମର୍ଜେନ୍ସି ଟିମ୍ ତାକୁ ଲାଗିକି ଭେଣ୍ଟିଲେଟର ଲଗେଇଲେ। ଭେଣ୍ଟିଲେଟର ଲଗେଇକି ନିଶ୍ୱାସ ତାକୁ ଦେଲେ। ଅଲମୋଷ୍ଟ ନିଶ୍ୱାସ ବନ୍ଦ ହୋଇଯାଇଥିଲା ବାଟରେ ଆସିଲା ବେଳେ, ତେଣୁ ଦେଲେ। ଆଉ ତାର ଭ୍ୟାକ୍ସିନ୍ ବି ଦିଆଗଲା। ତାପରେ ଯାହା ସବୁ ଚିକିତ୍ସା କରିବା କଥା ଆଇସିୟୁରେ ରଖାଗଲା, HDUରେ ରଖିକି ତାକୁ ଇଞ୍ଜେକ୍ସନ୍ ପତ୍ର ଦିଆହେଲା। ଆଉ ତାପରେ ଚେଷ୍ଟା କରାଗଲା କେମିତି ଇମ୍ପ୍ରୁଭମେଣ୍ଟ କରିବ ବୋଲିକି। ତାକୁ 2 ଦିନ ରହିଲା। ହଁ, ତାପରେ ନିଶ୍ୱାସ ଯେହେତୁ ନେଇପାରିଲାନି, ଆମେ ଭେଣ୍ଟିଲେଟର ଟ୍ରାକିଆଲ ଟ୍ୟୁବ୍ ଗୋଟେ ଟ୍ରାକିଓଷ୍ଟୋମି କରିକି, ଯେହେତୁ ତଣ୍ଟି ବନ୍ଦ ଅଛି ସେପଟେ ତ ନଳି ପୁରେଇ ହେବନି ନା, ନିଶ୍ୱାସ କେମିତି ଦେବା, ତେଣୁ ଟ୍ରାକିଆ ବାଟେ ନଳି ପୁରେଇକି ଭେଣ୍ଟିଲେଟର ଲଗେଇଲୁ, ଯେଉଁଟାକି ବହୁତ ଡିଫିକଲ୍ଟ। ଯାହା ହଉ ଆମର ENT ପ୍ରଫେସର ଥିଲେ, ସେ ଆମକୁ ବହୁତ ସାହାଯ୍ୟ କଲେ। ତା ଦ୍ୱାରା ଆଉ ଆନେସ୍ଥେସିଆ ବାଲା ବି ଆସିକି ସାହାଯ୍ୟ କଲେ, ତାର ସବୁ କାମ କରାଗଲା। ବହୁତ ଚେଷ୍ଟା କରାଗଲା, ଘଣ୍ଟା ଡାକ୍ତର ସବୁ ଟିମ୍ ତାକୁ ଅବଜର୍ଭ କରୁଥିଲେ। କିନ୍ତୁ ଲାଷ୍ଟକୁ ସନ୍ଧ୍ୟାରେ ହେଲା ବେଳକୁ ତାର ହାର୍ଟଟା ବି ବନ୍ଦ ହୋଇଗଲା। ଆମେ ତାକୁ ମେସେଜ ଯେମିତି କରିବା କଥା କଲୁ, କାର୍ଡ଼ିଆକ୍ ମେସେଜ, ଆଉ ଅନ୍ୟ ସବୁ ଇଞ୍ଜେକ୍ସନ୍ ଦେଲୁ, ଆଉ ରିଭାଇଭ୍ କଲାନି। ଆଉ ବର୍ତ୍ତମାନ ଆଉ କେତେ ଜଣ ରୋଗୀ ଅଛନ୍ତି ସାର୍? ଆଉ 3 ଜଣ ଅଛନ୍ତି ଏବେ। 3 ଜଣ ବି ଆସିଲା ବେଳେ ସେମାନଙ୍କର ନିଶ୍ୱାସ ବହୁତ ଜୋରରେ ଚାଲିଥିଲା, ଜ୍ୱର ଥିଲା, ପ୍ୟାଚ୍ ଥିଲା। ଆମେ ତାଙ୍କ ଲାଗି ସ୍ପେଶାଲ ଭ୍ୟାକ୍ସିନ୍ ହାଇଦ୍ରାବାଦରୁ ସରକାର ମଗେଇଲେ, ଭୁବନେଶ୍ୱର ବାଲା ଆମ ପାଖକୁ ପଠେଇଲେ। ଆମେ ତାକୁ ଭ୍ୟାକ୍ସିନ୍ ଦେଲା ପରେ ଆଉ ଅନ୍ୟ ଚିକିତ୍ସା ଯେଉଁ ଆଣ୍ଟିବାୟୋଟିକ୍, ଅକ୍ସିଜେନ୍ ସବୁ ଦେଲା ପରେ ଏବେ ସୁସ୍ଥ ଅଛନ୍ତି। ସାର୍ କ'ଣ କରାଯାଉଛି ସାର୍? ଏଇଠୁ କ'ଣ ଜଣାପଡ଼ୁଛି ସାର୍? ସେମାନେ କ'ଣ ପଚାରିଛନ୍ତି କି ସେମାନେ ପୂର୍ବରୁ ଡିଫଥେରିଆ ଭ୍ୟାକ୍ସିନ୍ ନେଇଛନ୍ତି କି ସାର୍? କ'ଣ ନିୟମ ରହିଛି? ଆମେ ଯେତିକି ତଦାରଖ କଲୁ, ସେଠିକାର ଡକ୍ଟର, ଅନ୍ୟ ତାଙ୍କର ଯିଏ ବି ଆଟେଣ୍ଡର ଆସିଛନ୍ତି, ରୋଗୀଙ୍କର ଆତ୍ମୀୟତା ଜଣ, ସେମାନେ କହିପାରୁନାହାନ୍ତି ଯେ ଇଞ୍ଜେକ୍ସନ୍ ଟିକା ଦିଆହେଇଛି ବୋଲିକି। ଜଣେ କହୁଛି ଦିଦି ଆସିଥିଲେ, କ'ଣ ଦେଲେ ଆମେ ଜାଣିନୁ। ଆଉ ଏଥିରୁ ଯାହା ଜଣାପଡ଼ୁଛି ଯେ କି ତାଙ୍କର ଆଉଟରିଚ୍ ଏରିଆ ସେତିକି, ଯେଉଁମାନେ ତତ୍ପରତା ଆମର ଷ୍ଟାଫ୍, ତାପରେ ଲୋକ, ଆଦିବାସୀ ଲୋକ, ସେମାନେ ସ୍ୱାସ୍ଥ୍ୟ ପ୍ରତି ଏତେ ତତ୍ପରତା ଜଣାପଡ଼ୁନି। ଯେଉଁଟାକି ଅନ୍ୟ କେଉଁଠି ଇଏ ଯେ ଡିପଥେରିଆଟା 30 ବର୍ଷ ତଳେ ବହୁତ ବ୍ୟାପକ ଥିଲା, ଯେଉଁଟାକି 30 ବର୍ଷ ପରେ ଭ୍ୟାକ୍ସିନ୍ ନେଲା ପରେ କେଉଁଠି ନାହିଁ। ତେଣୁ ସେତେବେଳେ ଭ୍ୟାକ୍ସିନ୍ ନେଲା ପରେ 30 ବର୍ଷ ତଳେ ବହୁତ ଥିଲେ, ଯେତେବେଳେ ଆମେ ସବୁ ପାଠ ପଢ଼ୁଥିଲୁ। ତାପରେ ତ ଆଉ ନାହିଁ। କିନ୍ତୁ ଏଥିରୁ ଜଣାପଡ଼ୁଛି ଯେ କିଛି ସେପଟେ କିଛି ଅସୁବିଧା ହେଇଛି, ଯେଉଁଥିଲାଗି ସେ ପକେଟରୁ ବାହାରିଲା। 20 ଜଣ ଖଣ୍ଡେ ଆଫେକ୍ଟ ଥିଲେ। ଆମ ପାଖକୁ ଅତି ସିରିୟସ୍ ଯେଉଁ 5 ଜଣ ଥିଲେ ତାଙ୍କୁ ପଠେଇଛନ୍ତି। କ'ଣ କାରଣ ହେଇଥାଇପାରେ ସାର୍ ଡିପଥେରିଆର? ଡିପଥେରିଆ, ସେ ଯେଉଁ ଆମର ଡିପଥେରିଆ ଗୋଟେ ବ୍ୟାକ୍ଟେରିଆ, ଅଣୁଜନିତ ରୋଗ, ଯେଉଁଥିରେ କି ସେ ଜୀବାଣୁ କ'ଣ କରିବ ନା, ଆସିବ ପ୍ରଥମେ ତମକୁ ତଣ୍ଟିରେ ହବ, ଗଳାରେ ସେ ରହିକି ଗୋଟେ ହ୍ୱାଇଟ୍ ପ୍ୟାଚ୍ ଭଳିଆ କରିବ, ଯିଏକି ଗଳାର ଯେଉଁ ବାଟକୁ ବନ୍ଦ କରିଦିଏ, ନିଶ୍ୱାସ ବନ୍ଦ ହେଇଯିବ। ଆଉ ସେଥିରେ ଯେଉଁ ଟକ୍ସିନ୍ ଥାଏ ତାକୁ କୁହନ୍ତି ଡିପଥେରିଟିକ୍ ଟକ୍ସିନ୍। ସିଏ ଟକ୍ସିନ୍ ଆମ ଦେହ ସାରା ମାଡ଼ିକି ଆମର ଲଙ୍ଗସକୁ ଯାଏ, ନିମୋନିଆ କରାଏ, ହାର୍ଟକୁ ଯାଏ, ମାୟୋକାର୍ଡାଇଟିସ୍ କରାଏ, ଆଉ ସିଏ ନର୍ଭସ୍ ସିଷ୍ଟମ୍ ଯାଇକି ପାରାଲିସିସ୍ କରାଏ। ତେଣୁ ଏଇଟା ଆମର ସେଇ ବ୍ୟାକ୍ଟେରିଆ ଧର ହେଲା, ଗୋଟେ ପିଲାକୁ ହେଲା, ତାପରେ ଆଉ ଗୋଟେ ପିଲାକୁ ବି ହେଇପାରେ। ଥଣ୍ଡା କଣ୍ଟାକ୍ଟ, ଡିପଥେରିଆ ରୋଗୀ ଆଉ ଗୋଟେ ଡିପଥେରିଆ ରୋଗୀକୁ ଆସିଲା, ତେଣୁ ଗଲା। ଭଲ ରୋଗୀ, ଡିପଥେରିଆ ରୋଗୀ ଭଲ ରୋଗୀକି ଆସିଲା। ଏମିତି କୋଉଠୁ ଗୋଟେ ସୋର୍ସ ଗୋଟେ ଅଛି, ଡିପଥେରିଆ ସୋର୍ସ। ଆଉ ଡିପଥେରିଆ ତ ଜାଣିଛନ୍ତି ବ୍ୟାକ୍ଟେରିଆ ଦ୍ୱାରା ମାଡ଼େ ଦେହ, ଯାହାର ଇମ୍ୟୁନିଟି ଟିକେ କମିଯାଏ। ସମସ୍ତଙ୍କୁ ତ ଡିପଥେରିଆ ହେବନି ନା। ଯେଉଁ ପିଲାର ଇମ୍ୟୁନିଟି, ରୋଗ ପ୍ରତିରୋଧକ ଶକ୍ତି କମିବ, ସେଇମାନଙ୍କୁ ଡିପଥେରିଆ ହୁଏ। ତେଣୁ ସେପଟେ ହେଇଗଲା। ଆମର ଟ୍ରିଟମେଣ୍ଟ, ତାଙ୍କୁ ତ ସବୁ ଭ୍ୟାକ୍ସିନ୍ ଦିଆଗଲା। ତାଙ୍କର ଲୋକମାନେ ଯିଏ ଥିଲେ ତାଙ୍କୁ ବି ଆମେ କଣ୍ଟାକ୍ଟ ହିସାବରେ ଭ୍ୟାକ୍ସିନ୍ ମଗେଇକି ସମସ୍ତଙ୍କୁ ଦେଲୁ। ଆଉ ଆମର ଯେଉଁ ଷ୍ଟାଫ୍ ମାନେ ତାଙ୍କୁ ଦେଖୁଛନ୍ତି, ଡାକ୍ତର ଷ୍ଟାଫ୍, ନର୍ସିଂ ଷ୍ଟାଫ୍, ଆଟେଣ୍ଡର ଷ୍ଟାଫ୍, ତାଙ୍କ ପାଇଁ ବି ଭ୍ୟାକ୍ସିନ୍ ବ୍ୟବସ୍ଥା ହେଇଛି। ଆମର କିଛି ଲୋକ ନେଇଗଲେଣି, ଆଉ ଏବେ ବି ମଗା ହେଇଛି। ଏବେ ଆସିଲେ
ସମସ୍ତଙ୍କୁ ଆମେ ପ୍ରାୟ ଭ୍ୟାକ୍ସିନ୍ ଦେଇଦେବୁ ଯେ କି ଏମାନେ ବି ସୁରକ୍ଷିତ ରହିବେ ଆଉ ଯେଉଁ ରୋଗୀମାନଙ୍କର ଆଟେଣ୍ଡର ସୁରକ୍ଷିତ ରୋଗୀମାନଙ୍କୁ ଭ୍ୟାକ୍ସିନ୍ ଦେଲେ ଆଉ ସ୍ପ୍ରେଡିଂଟା ଯେଉଁ ରୋଗ ଯେଉଁ ମାଡ଼ି ଯାଉଛି ସେଇଟାକୁ ପୁରା ବନ୍ଦ କରିଦେବୁ। କେତେ ବେଡ୍ କ'ଣ ଆମର କୋଠରୀ କରାଯାଇଛି ସେମାନଙ୍କର? ଆମର ଯେଉଁଟା ଆଇସୋଲେସନ୍ ୱାର୍ଡ ଆମର 6ଟା ବେଡ୍ ଅଛି। ଏବେ ତା ଦେହରେ 3 ଜଣ ରୋଗୀ ଆମର ଏବେ ଅଛନ୍ତି, ଚିକିତ୍ସା ହେଉଛନ୍ତି, ସମ୍ପୂର୍ଣ୍ଣ ନିରୋଗ ଅଛନ୍ତି। ଆମେ ଲୋକାଲ ଆଡମିନିଷ୍ଟ୍ରେସନ ସହିତ କଥାବାର୍ତ୍ତା ହେଲା ପରେ ଆଉ ଦିନେ 2 ଦିନ ଭିତରେ ତାଙ୍କୁ ତାଙ୍କ ଘରକୁ ପଠାଇଦେବୁ। ଆଉ ହଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ଟୀକାକରଣ ସରିଗଲାଣି, ଆଉ ନମୁନା ସଂଗ୍ରହ ବି ହେଇଗଲା, ନମୁନାର ରିପୋର୍ଟ 2-3 ଦିନ ଭିତରେ ଆସିଗଲା ପରେ ପଠାଇଦେବୁ। ଆଉ ସଂକ୍ରମଣ ଆମ ପାଖରେ ତ ନାହିଁ, ଯେତିକି ଲୋକ ହେଇଥିଲେ ଆମେ ଭ୍ୟାକ୍ସିନ୍ ଦେଇଦେଲୁ, ସଂକ୍ରମଣ ବନ୍ଦ କରିଦେଇଛୁ। ଆଉ ତାଙ୍କ ପଟେ ବି ରାୟଗଡ଼ା ପଟେ ଆଉ କିଛି ଖବର ଆସିନି। ଆଉ ଯାହା ପଚାରୁଥିଲେ ସଂକ୍ରମଣ ଏବେ ବନ୍ଦ ଅଛି। ଯେତିକି ଟୀକା ନ ଦେଇଥିବାର ଆଶଙ୍କା ରହୁଛି, ଆଶଙ୍କା ମାନେ ଗୋଟେ ସେଇଟାକୁ ସେମାନେ ସସ୍ପେକ୍ଟ କରୁ ତାକୁ ଗୋଟେ ଭାବୁଛନ୍ତି, କିନ୍ତୁ କାରଣ ତାର ଏତେ ସଠିକକୁ ଯାଇନାହାନ୍ତି। ସେଇଟା ସେ ଗୋଟେ ଭାବୁଛନ୍ତି ବୋଧ ହୁଏ ଟୀକା ପୁରା ନେଇନାହାନ୍ତି କି କ'ଣ। 5ଟା ଟୀକା ନେବା କଥା। କେତେରୁ କେତେ ବର୍ଷ ପିଲାଙ୍କ ଭିତରେ ବିଶେଷ କରି ଦେଖାଯାଏ ଏଗୁଡ଼ା ମାନେ ପ୍ରାୟ 3-4 ବର୍ଷରୁ ଆରମ୍ଭ କରି 10 ବର୍ଷ ପର୍ଯ୍ୟନ୍ତ ଦେଖାଯାଏ। ଆଉ ଯେତେ କମ୍ ବୟସ ସେତେ ସିରିୟସନେସ୍ ଅଧିକା, କାହିଁକିନା ରୋଗ ପ୍ରତିରୋଧକ କମ୍ ଥାଏ। ଆଉ ଯେତେ ବଡ଼ ପିଲା ସେଥିଲାଗି ବଡ଼ ଲୋକ କଣ୍ଟ୍ରୋଲ କରିଦିଅନ୍ତି, ଏତେ ଜୀବାଣୁଟା ସ୍ପ୍ରେଡ୍ କରେ। ଆସନ୍ତାକାଲି ସ୍କୁଲ ଖୋଲୁଛି ସାର୍, ଏଠି ଗୋଟେ ଛୋଟ ପିଲାଠୁ ଆରମ୍ଭ କରି ବଡ଼ ପିଲାଠୁ ନାଇଁ, ଏଠି ଗୋଟେ ମୁଁ ଆଡଭାଇସ୍ ଦେବାକୁ ଚାହିଁବି, ଏଥିରେ କଣ୍ଟାକ୍ଟ ମାନଙ୍କୁ ହୁଏ। ଡିପ୍ଥେରିଆରେ ଯେ ସଂସ୍ପର୍ଶରେ ଆସିଲା, ତେଣୁ ଆମେ ଯଦି ସଂସ୍ପର୍ଶ ଲୋକମାନଙ୍କୁ ଟୀକା ଦେଇଦେବା, ଯେଉଁମାନେ ତା ପାଖ ପଡ଼ିଶା ଏମିତି ସବୁ, ପ୍ରାୟ ସ୍ପ୍ରେଡିଂଟା ବନ୍ଦ ହେଇଯିବ। ଆଉ ଯଦି ବା ବାୟୋଜନିତ ରୋଗୀ ଯେମିତି ଆମ କୋଭିଡରେ ଯେମିତି ଚାଇନାରୁ ଆସିଗଲା ଇଣ୍ଡିଆ, ଚାଇନାରୁ ପଳେଇଲା ଆମେରିକା, ସେତେ ଜୋରରେ ଯାଏନି, ସେଗୁଡ଼ାକ ଭାଇରସ୍ ଦ୍ୱାରା ହୁଏ। ଏଇଟା ଆମର ବ୍ୟାକ୍ଟେରିଆ ଏତେ ବାଟ ଯିବନି, ଖାଲି ପାଖ ଲୋକକୁ ସଂସ୍ପର୍ଶରେ ଆସିଲେ ରୋଗ କରିବ। ପିଲାମାନଙ୍କୁ ଖାଲି ହାଇଜିନ୍ ମେଣ୍ଟେନ୍ କରିବ, ପରିଷ୍କାର ପରିଚ୍ଛନ୍ନତା ଯେମିତି କରିବ। ଆଉ ଯଦି କ'ଣ ଦେହ ଖରାପ ହେଲା, କାଶ କଫ ହେଲା, ଡାକ୍ତର ପରାମର୍ଶ କରିବେ। ଆଉ ଯଦି ଗଳାରେ କିଛି ସ୍ୱେଲିଂ ହେଲା, ତଣ୍ଟି ହେଲା, ସେଥିରେ ପ୍ରତିରୋଧକ କରିବାର ଇମ୍ପୋର୍ଟାଣ୍ଟ, କାହିଁକିନା ପ୍ରିଭେନ୍ସନ୍ ଇଜ୍ ବେଟର୍ ଦାନ୍ କିୟର୍। ଯେତେ ଶୀଘ୍ର ଆମେ ରୋଗଟାକୁ ଧରିପାରିବା ସେତେ ଶୀଘ୍ର ଆମେ କରିପାରିବା। ମୃତକ ସେଇ କୋରାପୁଟ ଅଞ୍ଚଳର ଯିଏକି ଆସିଥିଲା, ଯେଉଁଠି ସିରିୟସ୍ ହେଇକି ଆସିଥିଲେ। ମୋତେ ଯାହା ଲାଗୁଛୁ ତାଙ୍କର ଲକ୍ଷଣ ଦେଖିବାରେ ଟିକେ ଡେରି ହେଇଛି ଆଣିକି ପହଞ୍ଚେଇବାରେ, ସେଥିଲାଗି ସିରିୟସ୍ ହେଲା। ଏଟାକୁ କୁହନ୍ତି କଣ୍ଠ ଆଳତୀ। କଣ୍ଠ ଦେହରେ ଯେମିତି ଆଳତୀରେ ଯେମିତି ଘିଅ ଭଳିଆ ରୁହନି, ଆଳତୀ ପୁରା ବସିଯାଏ, ଯୋଉଟାକି ନିଶ୍ୱାସ ବନ୍ଦ କରିଦିଏ।